ଧନ ଠାରୁ ମନ କାଳେ କାଳେ ବଡ଼। ଧନ ତ 2 ଦିନର, ମନ ଥିଲେ ଧନ ପ୍ରାପ୍ତ ହୁଅଇ। ଏହି ରୀତି ଏହି ଦୁନିଆର। ଶ୍ରୀକୃଷ୍ଣ କୁହନ୍ତି, ଦୁନିଆର ସବୁ ଖେଳ ଖେଳି ନେବ, କିନ୍ତୁ ଭୁଲରେ ବି କାହାର ଭାବନା ସହିତ ଖେଳିବ ନାହିଁ। କାହିଁକି ନା ଏହା ହେଉଛି ସେଇ ଦୋଷ ଯାହାକି ମୁଁ କେବେ ବି କ୍ଷମା କରିନଥାଏ। ଯେତେବେଳେ ପାଦ ଥକିଯାଏ ସେତେବେଳେ ସାହସ ସାଥ ଦେଇଥାଏ। ଯେତେବେଳେ ସମସ୍ତେ ମୁହଁ ବୁଲେଇ ଦିଅନ୍ତି ସେତେବେଳେ ଭଗବାନ କେବଳ ସାଥ ଦିଅନ୍ତି। ଶ୍ରୀକୃଷ୍ଣ କହିଛନ୍ତି, ଯେଉଁ ଜାଗାରେ ସମ୍ମାନ ନାହିଁ ସେ ଜାଗାକୁ ଯିବା ହିଁ ଭୁଲ। ସେ କାହାର ଘର ହଉ ବା କାହାର ହୃଦୟ। ଧନ ସମ୍ପଦ ସୁଖ ଦିଏ ନାହିଁ। ପରସ୍ପରକୁ ହୃଦୟରୁ ବୁଝିବା, ସାହାଯ୍ୟ କରିବା ମନୋବୃତ୍ତି ଚିର ଆନନ୍ଦ ଦେଇଥାଏ। ସଂସାର ଆବଶ୍ୟକତା ନିୟମ ଅନୁସାରେ ଚାଲିଥାଏ। ଶୀତ ଦିନେ ଯେଉଁ ସୂର୍ଯ୍ୟକୁ ଅପେକ୍ଷା କରାଯାଇଥାଏ, ଖରାଦିନେ ସେଇ ସୂର୍ଯ୍ୟକୁ ତିରସ୍କାର ବି କରାଯାଇଥାଏ। ଆପଣଙ୍କ ମୂଲ୍ୟ ସେତେବେଳେ ହୋଇଥାଏ ଯେତେବେଳେ ଆପଣଙ୍କର ଆବଶ୍ୟକତା ପଡ଼ିଥାଏ। ଯିଏ ଅନ୍ୟର ମୁହଁରେ ହସ ଦେଖିବାକୁ ଚାହିଁଥାଏ, ଉପରବାଲା ତାର ହସ କେବେ ଛଡ଼େଇ ନଥାନ୍ତି। ଶ୍ରୀକୃଷ୍ଣ କହିଛନ୍ତି, ଜନ୍ମରୁ କେହି କାହାର ଶତ୍ରୁ ବା ମିତ୍ର ନୁହନ୍ତି। ମଣିଷର ଆଚାର ଆଉ ବ୍ୟବହାରରୁ ହିଁ ଶତ୍ରୁତା ଓ ମିତ୍ରତା ସୃଷ୍ଟି ହୋଇଥାଏ। ଶ୍ରୀକୃଷ୍ଣ କହିଛନ୍ତି, ସମ୍ପର୍କ ତ ଭାଙ୍ଗିବା ଉଚିତ ନୁହେଁ, କିନ୍ତୁ ଯେଉଁଥିରେ ତୁମର କିଛି ମୂଲ୍ୟ ରହୁନି ସେହିଭଳି ସମ୍ପର୍କ ରହିବା ବି ଅନୁଚିତ। ହାରିଗଲେ ଦୁଃଖ କର ନାହିଁ। ଜୀବନରେ ହାରିବା ବି ନିହାତି ଦରକାର, କାହିଁକି ନା ହାରିବା ହିଁ ଜିତିବା ପାଇଁ ନୂଆ ଉର୍ଜା ସୃଷ୍ଟି କରେ। ନିଜର ଯେତେ ସୁନ୍ଦର ନା ଦେଇଥାଅ ପଛେ, ଜୀବନର ଶେଷ ବେଳେ ଲୋକେ ତୁମକୁ କେବଳ ଶବ ହିଁ କହିବେ। ଜୀବନରେ ଥରେ ପ୍ରେମ ନିଶ୍ଚିନ୍ତ ହୋଇଥାଏ, କିନ୍ତୁ ଯାହା ସାଥିରେ ପ୍ରକୃତ ପ୍ରେମ ହୋଇଥାଏ ସିଏ ଆମ ଭାଗ୍ୟରେ ନଥାଏ। ଗୀତାରେ ଶ୍ରୀକୃଷ୍ଣ କହିଛନ୍ତି, ଯାହା ହେଲା ଭଲ ହେଲା, ଯାହା ହେଉଛି ଭଲ ହେଉଛି, ଯାହା ହେବ ଭଲ ହିଁ ହେବ। ତୁମର କ'ଣ ଯାଇଛି? ତୁମେ କାନ୍ଦୁଛ? ତୁମେ କ'ଣ ଆଣିଥିଲ ଯାହା ତୁମେ ହରାଇ ଦେଇଛ? ତୁମେ କ'ଣ ସୃଷ୍ଟି କରିଥିଲ ଯାହା ନଷ୍ଟ ହୋଇଯାଇଛି? ତୁମେ ଯାହା ନେଇଥିଲ ତାହା ନେଉଛ, ଯାହା ଦେଇଛ ଏହିଠାରେ ଦେଇଛ। ଯାହା ତୁମର ଆଜି ଅଛି କାଲି ଯାଏ ଆଉ କାହାର ଥିଲା, ଆଗକୁ ସିଏ ଆଉ କାହାର ହୋଇଯିବ। ପରିବର୍ତ୍ତନ ସଂସାରର ନିୟମ ଅଟେ। ଶ୍ରୀକୃଷ୍ଣ କହିଛନ୍ତି, କର୍ମ କରିବ କଷ୍ଟ ସହି, କର୍ମରେ ଭଲ ମନ୍ଦ ନାହିଁ। ସତ୍ୟ କର୍ମରେ ଧର୍ମ ଅଛି, ଧର୍ମ କରିବ କର୍ମ ବାଛି। ଆମ ପାଖେ ଯେତିକି ଅଛି ସେତିକିରେ ଖୁସି ରହିବାକୁ ଚେଷ୍ଟା କରିବା ଉଚିତ, କାହିଁକି ନା ଅତ୍ୟଧିକ ଆଶା ଓ ଲୋଭ ମଣିଷକୁ ଦୁଃଖ ଆଡ଼କୁ ଟାଣି ନେଇଥାଏ। ଶ୍ରୀକୃଷ୍ଣ କୁହନ୍ତି, ମଣିଷର ସଂସାରରୁ ଚାଲିଯିବା ପରେ ସମାଜ ତା ନାମକୁ ଭୁଲି ଯାଇପାରେ, କିନ୍ତୁ ତା କର୍ମକୁ ଭୁଲେ ନାହିଁ। ଜୀବନରେ ସବୁବେଳେ ଏମିତି କର୍ମ କରନ୍ତୁ, ଆପଣ ଜୀବିତ ଥିବା ବେଳେ ସଭିଏଁ ଆପଣଙ୍କୁ ଭଲ ପାଇବେ। ଆପଣ ସଂସାରରୁ ଚାଲିଯିବା ପରେ ମଧ୍ୟ ଆପଣଙ୍କୁ ସମସ୍ତେ ମନେ ରଖିବେ। ଏ ଶରୀର ନା ତୁମର, ନା ତୁମେ ଏହି ଶରୀରର। ଏହା ଅଗ୍ନି, ବାୟୁ, ଜଳ, ପୃଥିବୀ, ଆକାଶରେ ତିଆରି ଓ ଏଥିରେ ଦିନେ ମିଶିଯିବ, ପରନ୍ତୁ ଆତ୍ମା ସ୍ଥିର ଅଟେ। ପୁଣି ତୁମର ଏହି ମିଥ୍ୟା ଗର୍ବ କ'ଣ ପାଇଁ? କ୍ରୋଧ କେବଳ ନିଜର କ୍ଷତି କରେ। ହସ ସମ୍ପର୍କ ସୃଷ୍ଟି କରିବାକୁ ରାସ୍ତା ଦେଖାଏ। ଅଭିମାନ ସମ୍ପର୍କକୁ ନିବିଡ଼ କରେ। ସ୍ନେହରେ ସମ୍ପର୍କ ବନ୍ଧା ହୁଏ। ଅହଙ୍କାର ସମ୍ପର୍କରୁ ଦୂରେଇ ଦିଏ। ହେ ଈଶ୍ୱର, ଯାହା କିଛି ବି ଆପଣ ଦେଇଛନ୍ତି, ଯାହା କିଛି ବି ଆପଣ ଦେଇନାହାନ୍ତି ଓ ଯାହାକୁ ଦେଇ ନେଇ ଯାଇଛନ୍ତି, ସେହି ସବୁ କଥା ପାଇଁ ଆପଣଙ୍କୁ ଧନ୍ୟବାଦ। ଯାହା କିଛି ଆପଣ ଦେଇଛନ୍ତି ତାହା ଆପଣଙ୍କ କୃପା। ଯାହା କିଛି ଆପଣ ଦେଇନାହାନ୍ତି ସେଥିରେ ଆମର ମଙ୍ଗଳ
ଓ ଯାହା କିଛି ଦେଇ ନେଇ ଯାଇଛନ୍ତି ତାହା ଆମର ପରୀକ୍ଷା। ମଣିଷ ସେତେବେଳେ ଅନ୍ୟର ଦୁଃଖରେ ଖୁସି ହୋଇଥାଏ ଯେତେବେଳେ ସେ ତାର ମାନବିକତା ହରେଇ ଦେଇଥାଏ। ସେହି ମଣିଷ ସମ୍ପର୍କର ମୂଲ୍ୟ ବୁଝିପାରେ ନାହିଁ। ଯେଉଁ ମଣିଷ ସମ୍ପର୍କ ଅପେକ୍ଷା ସ୍ୱାର୍ଥର ମୂଲ୍ୟକୁ ଅଧିକ ବୁଝିଥାଏ। ନିଜର ଅହଙ୍କାର ପାଇଁ ଏହି ତିନୋଟି ନିପାତ ହୋଇଥାଏ: ଧନ, ଶାନ୍ତି ଓ ବଂଶ। ବିଶ୍ୱାସ ନହେଲେ ମନେ ପକାନ୍ତୁ ରାବଣ, କୌରବ ଓ କଂସ।